ଦୃଢ଼ ଭାବରେ ପାଳନ କରାଯାଉଛି। ଯେଉଁ ମାନେ ଲୋକମାନେ ଫ୍ରଡ୍ କରି ପଇସା ଲୋକମାନଙ୍କଠୁ ଠକାମି କରୁଛନ୍ତି ଏବଂ ତାଙ୍କୁ ଯେଉଁମାନେ ସହଯୋଗ କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଆଉ ଏହି ସଂକ୍ରାନ୍ତରେ ଆମର ସୋନପୁର ଜିଲ୍ଲାରେ ପାଖାପାଖି ଯାହା ଆମ ପାଖରେ ଡାଟାବେସ୍ ଅଛି ପ୍ରାୟ 2400 ଏମିତି ମୂଲ ଆକାଉଣ୍ଟ ଅଛି। ଆଉ ସେ 2400 ମୂଲ ଆକାଉଣ୍ଟରୁ ଆମେ ପାଖାପାଖି 1500 ପ୍ଲସ୍ ଆକାଉଣ୍ଟ ଭେରିଫିକେସନ୍ କରିସାରିଲୁଣି। ଆଉ ୟା ଭିତରେ ଭେରିଫିକେସନ୍ ଭିତରେ ଆମେ ଷ୍ଟେଟମେଣ୍ଟ ନିଜର ବିଭିନ୍ନ ବ୍ୟାଙ୍କର ଷ୍ଟେଟମେଣ୍ଟ ଏବଂ ବିଭିନ୍ନ ସୋର୍ସରୁ ଆମେ ଖବର ପାଇ ଆମେ ବର୍ତ୍ତମାନ ଅଲରେଡ଼ି ସୋନପୁର ଜିଲ୍ଲାରେ 9ଟା କେସ୍ ରେଜିଷ୍ଟ୍ରେସନ୍ କରିଛୁ। ଆଉ ସେ କେସ୍ରେ ବର୍ତ୍ତମାନ ସୁଦ୍ଧା 9 ଜଣଙ୍କୁ ଗିରଫ କରାଯାଇଛି ଏବଂ 26 ଲୋକଙ୍କୁ ଆଇନଗତ ଭାବରେ ନୋଟିସ୍ ଦିଆଯାଇଛି। ଆଉ ଏଇ ଯେଉଁ 9ଟା କେସ୍ କରାଯାଇଛି ଏଥିରେ ଆମର ମନି ଟ୍ରାଞ୍ଜାକ୍ସନ୍ ପାଖାପାଖି 7 crore 82 lakhs ଆଉ 52,000 ପ୍ଲସ୍ ମନିର ଟ୍ରାଞ୍ଜାକ୍ସନ୍ ହେବାର ଆମ ପାଖରେ ବ୍ୟାଙ୍କ ଷ୍ଟେଟମେଣ୍ଟ ଅଛି ବା ଟ୍ରାଞ୍ଜାକ୍ସନ୍ ହେବାର ପ୍ରମାଣ ଅଛି। ଆଉ ଆଜି ଆପଣମାନଙ୍କ ସାମ୍ନାରେ ବି ସାଇବର ପୋଲିସ୍ ଷ୍ଟେସନରେ ଗୋଟେ କେସ୍ ବି ରେଜିଷ୍ଟ୍ରେସନ୍ ହେଇଛି ଏଇ ଯେଉଁ ମୂଲ ଆକାଉଣ୍ଟ ବାବଦରେ। ସେଥିରେ 5 ଜଣ ଲୋକଙ୍କୁ ଗିରଫ କରିକି ଆଜି କୋର୍ଟ ଚାଲାଣ କରାଯାଉଛି ଏବଂ ଏ ସଂକ୍ରାନ୍ତରେ ଆମର ଯେଉଁ ଅନୁସନ୍ଧାନ ଏବଂ ଇନଭେଷ୍ଟିଗେସନ୍ ଆଗକୁ ଜାରି ରହିବ ଏବଂ ଅନ୍ୟାନ୍ୟ ଯେଉଁ ସବୁ ମୂଲ ଆକାଉଣ୍ଟକୁ ବ୍ୟବହାର କରି ଲୋକମାନେ ଫ୍ରଡ୍ ମନି ବା ଯେଉଁଗୁଡ଼ାକ ଇଲିଗାଲ୍ ମନିକୁ ନିଜେ ଆତ୍ମସାତ କରୁଛନ୍ତି ଏବଂ ସେମାନଙ୍କୁ କୋପରେଟ୍ କରୁଛନ୍ତି ସାଇବର ଫ୍ରଡ୍ ମାନଙ୍କୁ, ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।